ବନ୍ଧୁଗଣ ଜୟ ଜଗନ୍ନାଥ। ଆଜିକାର ଭିଡ଼ିଓରେ ଆମେ ପୁଦିନା ଗଛର କିଛି ଭୟଙ୍କର ରହସ୍ୟ ବିଷୟରେ କହିବୁ, ଯାହା ଆପଣଙ୍କୁ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ପୁଦିନା ପ୍ରାୟ ସ୍ଥାନରେ ମିଳିଯାଏ ଏବଂ ଏହା ବହୁତ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ। ଏହା ଅନେକ ରୋଗ ମଧ୍ୟ ଦୂର କରିଥାଏ ଏବଂ ଏଥିରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଥାଏ। ପୁଦିନାରେ ଅନେକ ଆୟୁର୍ବେଦିକ ଗୁଣ ରହିଛି। ପୁଦିନା ଥିବା ଟୁଥପେଷ୍ଟ ଦାନ୍ତ ପାଇଁ ମଧ୍ୟ ବହୁତ ଭଲ ଅଟେ। ଏଥିରେ ମାଙ୍ଗାନିଜ୍, କପୁର ଏବଂ ଭିଟାମିନ୍ ରହିଥାଏ। ଏହାର ପତ୍ରକୁ ଦଳି ଶୁଙ୍ଘିଲେ ମୁଣ୍ଡ ବ୍ୟଥା ଜନିତ ସମସ୍ୟା ଦୂର ହୋଇଯାଏ। ଏକ ବୁନ୍ଦା ପୁଦିନା ତେଲ ନାକରେ ପକାଇଲେ କୌଣସି ପ୍ରକାରର ମୁଣ୍ଡ ବ୍ୟଥା ଦୂର ହୋଇଥାଏ। ମଶାଠାରୁ ମୁକ୍ତି ପାଇବା ପାଇଁ ପୁଦିନା ପତ୍ରକୁ ଜଳାଇ ଘର ସାରା ଏହା ଧୂଆଁ ବିସ୍ତାର କରି ଦିଅନ୍ତୁ। ଏହାଦ୍ୱାରା ମଶା ଦୂର ହୋଇଯାଏ। ବିଛା କାମୁଡ଼ିଥିଲେ 5ଟି ପୁଦିନା ପତ୍ର ପେଷି ତାହାକୁ ସେହି ସ୍ଥାନରେ ବାନ୍ଧି ଦିଅନ୍ତୁ। ପ୍ରତି 15 ମିନିଟ୍ ଅନ୍ତରାଳରେ ଏହି ଉପାୟକୁ ବାରମ୍ବାର କରନ୍ତୁ। ବିଛା ବିଷ ମାତ୍ର 15 ମିନିଟ୍ ଭିତରେ କମିଯିବ। ଏହି ସମୟରେ 2ଟି ପୁଦିନା ପତ୍ର ଖାଇ ମଧ୍ୟ ପାରିବେ। ଆଜିକାଲି ଅଧିକାଂଶ ଲୋକଙ୍କଠାରେ ଦାନ୍ତ ଯନ୍ତ୍ରଣା ଜନିତ ସମସ୍ୟା ଦେଖା ଦେଇଥାଏ। ଏହାକୁ ମଧ୍ୟ ପୁଦିନା ଦୂର କରିପାରିବ। ଏହାର ପତ୍ରକୁ ନେଇ ପେଷି ଦିଅନ୍ତୁ। ରସ ବାହାର କରି ମୁହଁରେ 8-10 ମିନିଟ୍ ପର୍ଯ୍ୟନ୍ତ ଦବାଇ ରଖନ୍ତୁ। ଦିନରେ 2 ଥର ଏହି ଉପାୟକୁ କଲେ ଦାନ୍ତ ଜନିତ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ। ଦାନ୍ତରେ ପୋକ ଲାଗିଥିଲେ ଶୁଖିଲା ପୁଦିନା ପତ୍ରକୁ କର୍ପୂର ସହିତ ଜଳାଇ ଦାନ୍ତରେ ପୋକ ଲାଗିଥିବା ସ୍ଥାନରେ ଦେଖନ୍ତୁ। ଏହାଦ୍ୱାରା ପୋକ ଦୂର ହୋଇଯିବ ଏବଂ ପାଇରିଆ ସମସ୍ୟା ମଧ୍ୟ ଦୂର ହୋଇଯିବ। ଏହି ପତ୍ରକୁ ଚା ବନାଇ ପିଇଲେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଯାଏ। ଏହାକୁ ପ୍ରତିଦିନ ପିଇଲେ ଡିପ୍ରେସନରୁ ମୁକ୍ତି ମିଳିଥାଏ। ଏକ ମାଟି ପାତ୍ରରେ ପାଣି ନେଇ 10ଟି ପତ୍ର ପକାଇ ରାତି ସାରା ରଖି ଦିଅନ୍ତୁ ଏବଂ ତାକୁ ସକାଳୁ ସେବନ କଲେ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଏବଂ ଅନ୍ୟାନ୍ୟ ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ପରିସ୍ରା ଜନିତ ସମସ୍ୟା ମଧ୍ୟ ଏହି ପୁଦିନା ଦୂର ହୋଇପାରିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ।